ଖ୍ରୀଷ୍ଟରେ ପ୍ରିୟ ଭାଇ ଓ ଭଉଣୀମାନେ, ମଶା ଯେଉଁ ପଥରକୁ ଆଘାତ କରିଥିଲେ, ମଶା ପଥରକୁ ଆଘାତ କରିବା ଦ୍ୱାରା ପଥରରୁ ଯେଉଁ ଜଳ ବାହାରିଥିଲା, ଆପଣ ସେ ପଥରକୁ ଦେଖିବା ପାଇଁ ଚାହୁଁଛନ୍ତି କି? ଯଦି ଆପଣ ସେଇ ପଥରକୁ ଦେଖିବା ପାଇଁ ଚାହୁଁଛନ୍ତି, ତେବେ ଭିଡ଼ିଓକୁ ଆପଣଙ୍କୁ ଏମିତି ଦେଖିବାକୁ ପଡ଼ିବ। କାରଣ ବର୍ତ୍ତମାନ ଆମେମାନେ ଯାଉଅଛୁ ସେ ପଥର ନିକଟକୁ, ଯେଉଁ ପଥରରୁ ଜଳ ବାହାରିଥିଲା ଆଉ ଯେଉଁ ପଥରକୁ ମଶା କ'ଣ କରିଥିଲେ, ଆଘାତ କରିଥିଲେ। କାରଣ ପରମେଶ୍ୱର କ'ଣ କରିଥିଲେ, ମଶାଙ୍କୁ ଆଦେଶ ଦେଇଥିଲେ ଯେ ତୁମେ କ'ଣ କର, ପଥରକୁ ଆଘାତ କର। ପଥରକୁ ଆଘାତ କରିବା ଦ୍ୱାରା କ'ଣ ହେବ? ଜଳ ବାହାରିବ। ଜଳ କାହିଁକି ଦରକାର? କାରଣ ଇସ୍ରାଏଲ ଲୋକମାନେ ସେମାନେ ବଚସା କଲେ ମଶାଙ୍କ ବିରୁଦ୍ଧରେ, ଆମକୁ ଜଳ ଦରକାର, ପାଣି ଆଣିକି ଦିଅ। ତାପରେ କ'ଣ ହେଲା? ମଶା ପଥରକୁ ଆଘାତ କଲେ। ପରମେଶ୍ୱରଙ୍କର ଆଦେଶକୁ ମାନି ମଶା କ'ଣ କରିଥିଲେ? ପଥରକୁ ଆଘାତ କଲେ। ସେଇ ପଥରରୁ ଜଳ ବାହାରିଥିଲା। ଆଉ ଆପଣ ଆଶ୍ଚର୍ଯ୍ୟ ହେବେ ଶୁଣିକି, ବର୍ତ୍ତମାନ ମଧ୍ୟ ସେଇ ପଥରରୁ ଜଳ ବାହାରୁଛି। ଦେଖନ୍ତୁ, এই ଘଟଣା କେବଳ ଆଜିର ନୁହେଁ। এই ଘଟଣା ହେଉଛି 3500 ବର୍ଷ ପୂର୍ବର। 3500 ବର୍ଷ ପୂର୍ବରୁ ଏମିତି ଏକ ଘଟଣା ଘଟିଥିଲା। ଆଉ ଦେଖନ୍ତୁ, 3500 ବର୍ଷର ଏକ ପଥର ରହିଅଛି, ଯେଉଁ ପଥରରୁ ଆଜି ମଧ୍ୟ ଜଳ ବାହାରୁଛି। ଆଉ ସେଇ ଜଳ ଆଜି ମଧ୍ୟ ପରିଷ୍କାର ଅଟେ, ବିଶୁଦ୍ଧ ଅଟେ। ସେ ପଥରକୁ ଆପଣ ନିଶ୍ଚିନ୍ତ ଭାବରେ ଦେଖିବେ। ଆଉ ସେଥି ନିମନ୍ତେ ଭିଡ଼ିଓକୁ ଦେଖୁଥାନ୍ତୁ, କାରଣ ଅଳ୍ପ ସମୟ ପରେ ଆମେ ସେ ପଥରକୁ ଦେଖିବା। ସେ ପଥର କିପରି? ସେ ପଥରରୁ ଆଜି ବି ଜଳ ବାହାରୁଅଛି କି? ହଁ ଆଜ୍ଞା, ଆଜି ମଧ୍ୟ ସେ ପଥରରୁ ଜଳ ବାହାରୁଛି। ଆପଣ ସେ ପଥରକୁ ନିଶ୍ଚିନ୍ତ ଭାବରେ ଦେଖିପାରିବେ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ମଶା ଇସ୍ରାଏଲ ଲୋକମାନଙ୍କୁ ମିଶ୍ର ଦେଶରୁ ବାହାର କରି ଆଣିବା ପରେ ପ୍ରାନ୍ତର ମଧ୍ୟ ଦେଇ ଗମନ କରାଇଲେ। ଏହା ମଧ୍ୟ ପରମେଶ୍ୱରଙ୍କ ଇଚ୍ଛା ଥିଲା। ସେମାନେ ପ୍ରାନ୍ତର ମଧ୍ୟରେ 40 ଦିନ ବଦଳରେ 40 ବର୍ଷ ସେମାନେ ବୁଲିଲେ। ଆଉ 40 ବର୍ଷ ମଧ୍ୟରେ ସେମାନେ ପରମେଶ୍ୱରଙ୍କୁ କେତେଥର ବଚସା କରିଛନ୍ତି, ପରମେଶ୍ୱରଙ୍କ ନାମକୁ କେତେଥର ନିନ୍ଦା କରିଛନ୍ତି। ଯେଉଁ ପରମେଶ୍ୱର ସେମାନଙ୍କୁ ମିଶ୍ର ଦେଶରୁ ବାହାର କରି ଆଣିଲେ, ଏଇ ଇସ୍ରାଏଲ ଲୋକମାନେ ସେଇ ପରମେଶ୍ୱର ନିନ୍ଦା କଲେ। ଏଇ ଦେଖନ୍ତୁ, ଦୂରରେ ଯେଉଁ ଦେଖାଯାଉଛି, ଆଉ ସେଇଟା ହେଉଛି, ସେଇଠି ରହିଅଛି ପଥର। ତେବେ ମଶାଙ୍କ ବିରୁଦ୍ଧରେ ଉଠିଲେ ଆଉ ବଚସା କଲେ, ଆମକୁ ଜଳ ଦିଅ। ଆଉ ମଶା କ'ଣ କଲେ? ପରମେଶ୍ୱର ନିକଟରେ ପ୍ରାର୍ଥନା କଲେ। ତାପରେ ପରମେଶ୍ୱର କହିଲେ, ପଥରକୁ ଆଘାତ କର। ପଥରରୁ ଜଳ ବାହାରିଲା। ତେବେ ପ୍ରିୟ ବନ୍ଧୁଗଣ, ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ବର୍ତ୍ତମାନ ଆମେମାନେ ସେଇ ପଥରକୁ ଦେଖିବା। ସେଇ ପଥରକୁ ଆମେମାନେ ଦେଖିବା। ତେବେ ଭିଡ଼ିଓକୁ ବିଲକୁଲ ସ୍କିପ୍ କରିବା ନାହିଁ। ଆଉ ଆମେ ଅଳ୍ପ ସମୟ ପରେ ସେ ପଥରକୁ ଆମେମାନେ ଦେଖିବା। ତେବେ ପ୍ରିୟ ବନ୍ଧୁଗଣ, ଆମେମାନେ ସେ ଜାଗାକୁ ଆମେ ଆସିଯାଇଛୁ। ଆଉ ଅଳ୍ପ ଦୂର ରହିଅଛି। ଏଇଟା ଦେଖନ୍ତୁ ଆଜ୍ଞା, ଦୂରରେ ଆପଣ ଯାହା ଦେଖୁଛନ୍ତି, ମାନେ ଗୋଟେ ବୁଦା ଭଳିଆ, ସେଇ ପାଖରେ ରହିଛି ସେଇ ପଥର। ଆଉ ସେଇ ପଥରରୁ ଆଜି ମଧ୍ୟ ଜଳ ବାହାରୁଛି।
ସେଦିନ ଯେଉଁ ଜଳ ବାହାରିଲା ସେଇଦିନଠାରୁ ଜଳ ବାହାରୁଛି ଯେ ଜଳ ବହିବା ଜମା ବନ୍ଦ ହେଉନାହିଁ। ଆଜି ମଧ୍ୟ ଏଠାରେ ଜଳ ବାହାରୁଛି। ସେ ପଥରକୁ ଆମେମାନେ ଦେଖିବା। ଆପଣ ଦେଖୁଥାନ୍ତୁ ଭିଡ଼ିଓକୁ। ଆଉ ଦେଖନ୍ତୁ, ଇଏ ହେଉଛି ସେଇ ଜାଗା। ଆଉ ସେଇ ଜାଗାରେ ଆମେମାନେ ପହଞ୍ଚିଛୁ। ଆଉ ଏଇଟା ହେଉଛି ସେଇ ଜାଗା। ଏଠି ରହିଛି ସେଇ ପଥର, ରହସ୍ୟମୟ ପଥର। ଆଉ ଯେଉଁଠୁ କଳ ବାହାରୁଛି ଯେଉଁ ସ୍ଥାନରୁ, ଏଇ ଦେଖନ୍ତୁ, ଏଇ ସ୍ଥାନରୁ ଆଜି ମଧ୍ୟ ଜଳ ବାହାରୁଛି। ଆପଣ ଦେଖିପାରୁଛନ୍ତି ତ? ଆଉ ଇଏ ହେଉଛି ସେଇ ଜାଗା। ଦେଖନ୍ତୁ, ଇଏ ହେଉଛି ସେଇ ଜାଗା। ଆଉ ଆଜି ମଧ୍ୟ ଏଇ ସ୍ଥାନରୁ କ'ଣ ବାହାରୁଛି? ପଥରରୁ ଜଳ ବାହାରୁଛି। ତେବେ ପ୍ରିୟ ବନ୍ଧୁଗଣ, ଦେଖନ୍ତୁ, ବାଇବେଲ ଏକ ପବିତ୍ର ଧର୍ମ ପୁସ୍ତକ ଅଟେ। ବାଇବେଲ ଏକ ସତ୍ୟ ପୁସ୍ତକ ଅଟେ। ଆଉ ବାଇବେଲରେ ଯେମିତି ଲେଖା ହେଇଥିଲା ଜଳ ବାହାରିଲା, ଏଇ ଯେଉଁ ଦୃଶ୍ୟ ଆପଣ ଦେଖିଲେ, ଏଇ ଯେଉଁ ଭିଡ଼ିଓ ଦେଖିଲେ, এই ଭିଡ଼ିଓରେ ଏହା ପ୍ରମାଣିତ ହେଲା ଯେ ବାଇବେଲ ହେଉଛି ଏକ ସତ୍ୟ ପୁସ୍ତକ ଅଟେ। ଦେଖନ୍ତୁ, ଜଳ ଆଜି ବି ବାହାରୁଛି। ଏହି ସ୍ଥାନରେ ଆଜି ବି ଜଳ ବାହାରୁଛି। ହଁ ପ୍ରିୟ ବନ୍ଧୁଗଣ, ଆଜି ବି ଜଳ ବାହାରୁଛି। ଏ ଦେଖନ୍ତୁ, ଆପଣଙ୍କ ସାମ୍ନାରେ ଜଳ ବାହାରୁଛି। ପ୍ରିୟ ବନ୍ଧୁଗଣ, ଇଏ ହେଉଛି ପ୍ରମାଣ। ମଶା ପଥରକୁ ଆଘାତ କଲେ। ପଥରକୁ ଆଘାତ କଲା ପରେ ବାହାରିଲା ଜଳ। ହଁ ପ୍ରିୟ ବନ୍ଧୁଗଣ, ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ଆନ୍ତରିକ ନମସ୍କାର। ଏ ଭିଡ଼ିଓ ଆପଣ ଦେଖିଲେ, ଆଉ ମୁଁ ଚାହେଁ ଏ ଭିଡ଼ିଓକୁ ଆପଣ ଅନ୍ୟମାନଙ୍କୁ ମଧ୍ୟ ସେୟାର କରନ୍ତୁ। ଆଉ ଯେମିତି ଅନ୍ୟମାନେ ମଧ୍ୟ ଏ ଭିଡ଼ିଓକୁ ଦେଖନ୍ତୁ, ନିଜର ବିଶ୍ୱାସକୁ ମଜବୁତ କରନ୍ତୁ। ସମସ୍ତଙ୍କୁ ନମସ୍କାର ପ୍ରିୟ ବନ୍ଧୁଗଣ, ଆଜି ପାଇଁ ଏତିକି। ଭିଡ଼ିଓ ଭଲ ଲାଗିଥିଲେ ଭିଡ଼ିଓକୁ ନିଶ୍ଚିତ ଭାବରେ ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ସମସ୍ତଙ୍କୁ ନମସ୍କାର।